ओम जय श्री कृष्णचंद्र श्रीमद्भागवत नवम स्कंद सप्तमोध्याय द्वितीय भाग। ओम नमः भगवते वासुदेवाय। ओम नमः भगवते वासुदेवाय। पुत्र उत्पन्न हेले मोर यज्ञमुताय देवी शिर। तार वचने तुष्ट हेले वरुण पुत्र वर देले। वरुण बरे पुत्रयात ता नाम होइला रोहित। देखिन पुत्र राजनाम राजाଙ୍କୁ कहନ୍ତି वरुण। हेनुपमार यज्ञ कर एबे तो होइला कुमार। वरुण वाक्य शुणि कन्ने विचारे हरिश्चंद्र मने। हे पुत्र पवित्र शिशु जागे की रूपे हेव पशु। ଏହା ବିଚାରି ନରପତି ବରୁଣେ କରିନ ବିନତି। ଶୁଣି ମାହି ଉପାସ ହସ୍ତ ଏ ପୁତ୍ର ମୋର ଅପବିତ୍ର। ହୋଇଲେ ଦଶଦିନେ ଗତ ତେବେ ଯେ ହୋଇବ ପବିତ୍ର। ପରିହାକୁ ପଶୁ କରି ଚରଣେ ପୂଜିବି ତୁମ୍ଭରି। हे ମନ୍ଦିର ଶରୀର ଶେଷେ ବରୁଣ ମିଳେ ରାଜା ପଶେ। ରାଜାଙ୍କୁ କହନ୍ତି ବରୁଣ ସମ୍ପୂର୍ଣ୍ଣ ହେଲା ରସଦିନ। ତା ଶୁଣି ବୋଲେ ନୃପବର ନିରନ୍ତ ପଶୁ ଅସଂସାର। ଦନ୍ତ ନଥିଲେ ଯଜ୍ଞ ନାହିଁ ଏମନ୍ତି କେତେ ଦିନ ଯାଇ। ଦନ୍ତ ନଥିଲେ ଯଜ୍ଞ ନାହିଁ ଏମନ୍ତି କେତେ ଦିନ ଯାଇ। ତୁଣ୍ଡେ ଜନ୍ମିଲା ତାର ଦନ୍ତ ରାଜାକୁ ବୋଲେ ପାଶ ହସ୍ତ। ଦନ୍ତ ହୋଇଲା ତ କୁମାର ତାମାନ ସେ ମୋର ଯଜ୍ଞ କର। ବରୁଣ ମୁଖ ଏହା ଶୁଣି ସେ ହରିଶ୍ଚନ୍ଦ୍ର ମନେ ଗୁଣି। ଦନ୍ତ ପତନ୍ତେ ପଶୁ ଶୁଦ୍ଧ ହୋଇ ଶାସ୍ତ୍ରରେ ପ୍ରସିଦ୍ଧ। ପୁଣି କେତେ କାଳ ଗଲା ସମ୍ପୂର୍ଣ୍ଣ ଦନ୍ତ ଯେ ପଡ଼ିଲା। ପୁଣି କେତେ କାଳ ଗଲା ସମ୍ପୂର୍ଣ୍ଣ ଦନ୍ତ ଯେ ପଡ଼ିଲା। ପୁଣି ବରୁଣ ରାଜା ପାଶେ ମିଳିଲେ ନିଜ ଯଜ୍ଞ ଆସେ। କହନ୍ତି ଶୁଣ ନୃପବର ଏବେ ତୁମର ଯଜ୍ଞ କର। ପୁତ୍ର ଦନ୍ତ ତପରିଲା କିମ୍ପାଇଁ ତୁ ଯଜ୍ଞ କର ହେଲା। ଶୁଣି ବୋଲନ୍ତି ନରନାଥ ପୁଣି ଯେ ନ ଉଠିଲେ ଦନ୍ତ। ଯଜ୍ଞ ସେ ପଶୁ ନୁହେଁ ଶୁଦ୍ଧି ଏମନ୍ତ ଶାସ୍ତ୍ରର ପ୍ରସିଦ୍ଧି। ପୁଣି କେତେ କରିନନ୍ତି ବରୁଣ ମିଳି ଯଜ୍ଞ ଅର୍ଥେ। ଭନୁପ ଏବେ ଯଜ୍ଞ କର ଦନ୍ତ ହୋଇଲା ପୁନର୍ବାର। ତା ଶୁଣି ବୋଲେ ନୃପମଣି ଏ ନୁହେଁ କୁଳ ଧର୍ମ ବାଣୀ। କ୍ଷତ୍ରିୟ ବଂଶେ ସେ ହୋ ଜାତ ଯାବତ ନୁହୋଇ ସମର୍ଥ। ଭାବତ ମାଂସ ଶୁଦ୍ଧ ନୁହେଁ ଏମନ୍ତ କହେ ପୁତ୍ର ସ୍ନେହେ। ବରୁଣ ତାର ବାକ୍ୟ ମାନି କିଛି ନ କହି ହେଲେ ତୁନି। ଏମନ୍ତ କାଳ ବଞ୍ଚାଇଲା ତାରି ପୁତ୍ର ବିଚାରିଲା। ପିତା ସେ କହିଛନ୍ତି ସତ୍ୟ ଅବଶ୍ୟ ହେବି ହରତ। ପ୍ରାଣ ରକ୍ଷା ଚିନ୍ତା କଲା ତକ୍ଷଣୀ ଗ୍ରାମ ଉପେକ୍ଷିଲା। ଦେନୁ କମାୟ ଘେନି କଲେ ପଶିଲା ଗହନ ବନରେ। ବନେ ବୁଲଇ ଧର୍ମ ଗଣି ସୁବିଧା ଅନ୍ତରିକ୍ଷ ବାଣୀ।
বরুণ পিতা বন্দে কলা যাবত যজ্ঞ ন পাইলা তেন উদয় রোগাক্রান্ত বরুণ সাপে হই গ্রস্ত শুই রহিত সকা কোলে গাম কুহাসিবার বেলে ইন্দ্র নিষেধ কলা পথে বইলে থাও বনস্তে যজ্ঞ ন কলা তর তাত কপি বরুণ কলা গ্রস্ত। ওম জয় শ্রী কৃষ্ণচন্দ্র।